ମୁଁ ତ ବାଲିର ପାହାଡ଼ ପାଖରେ ଥିଲି, ହେଲେ ଏଠିକି ଆସିଲି କେମିତି? ବାବୁ ଆମେ ବୁଲିବାକୁ ଯାଇଥିବା ବେଳେ ତମକୁ ଦେଖି ସେଠାରୁ ନେଇ ଆସିଲୁ। ସତରେ ତମେ ମୋ ଜୀବନ ବଞ୍ଚେଇ ମୋତେ ନୂଆ ଜୀବନ ଦେଇଛ। ତମର এই ଋଣ ମୁଁ କେବେ ସୁଝି ପାରିବିନି। କିନ୍ତୁ ବାବୁ ତମ ଘର କୋଉଠି? କି ଆଉ କାହିଁ ତୁମକୁ ମାରି ଦେଇଥିଲେ? ମୁଁ ଜମିଦାର ଦିବ୍ୟ ଶଙ୍କରର ବଡ଼ ପୁଅ ଜଗନ। ମୁଁ ଏ ମହେନ୍ଦ୍ରପୁରରେ ରହୁଥିଲି। ପୂର୍ବ ଶତ୍ରୁତା ଲାଗି ସେ ଭୈରବ ମୋ ଜୀବନ ନେବାକୁ ବସିଥିଲା, କିନ୍ତୁ ତମ ଦୟାରୁ ଆଜି ମୁଁ ବଞ୍ଚିଗଲି। କିନ୍ତୁ ତମେ? ମୁଁ ଗୋଟେ ଗାଉଲି ଝିଅ ସୁନେଲି, ମୋର ନିଜର ବୋଲି କେହି ନାହାନ୍ତି। ମୁଁ ବହୁତ ଗରିବ ବାବୁ। ଗରିବ ହେଲେ କ'ଣ ହେଲା? ତମ ହୃଦୟଟା ବହୁତ ମହାନ। ଅନ୍ୟ କେହି ହେଇଥିଲେ ମୋତେ ମରିବାକୁ ଛାଡ଼ି ଦେଇଥାନ୍ତେ, କିନ୍ତୁ ତମେ ତମ ଘରକୁ ନେଇ ମୋତେ ବଞ୍ଚେଇ ଦେଲ। ଏମିତିକା ମଣିଷ ଆଜିକାଲି ଏ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି। ନାଇଁ ବାବୁ ମୋତେ ଏତେ ପ୍ରଶଂସା କରନି। ମୋତେ ଯାହା ଭଲ ଲାଗିଲା ତା କରିଛି। କିନ୍ତୁ ବାବୁ ତମେ କ'ଣ ଆଜି ଗାଁକୁ ଯିବ? ନାଇଁ ସୁନେଲି, ମୋତେ ଆଉ କିଛି ଦିନ ମହେନ୍ଦ୍ରପୁରରେ ରହିବାକୁ ପଡ଼ିବ। ହେଲେ ସୁନେଲି, ମୁଁ ତମକୁ କେବେ ଭୁଲି ପାରିବିନି। ତମେ ସବୁଦିନ ମୋ ମନରେ ରହିବ। ଆସୁଛି। ଠିକ ଅଛି। ଏଠାରୁ ଯିବା ପୂର୍ବରୁ ଆମ କଥାରେ ଜବାବ ଦେଇକି ଯାଅ। ତମେ କ'ଣ କହିବାକୁ ଚାହ? ତମେ ସୁନେଲି ପାଖରେ 4 ଦିନ ରହିଛ, ସେଇଠି ତମେ ରାତି ବିତେଇଛ। এইটা ଆମ ଗାଁ ପାଇଁ ମହାପାପ। ଭାଇ ତମେ କ'ଣ କହୁଛ? ସେ ବାବୁ ମୋ ଘରେ ରାତି ବିତେଇଥିଲେ, କିନ୍ତୁ ଆମର କିଛି ବି ପାପ ସମ୍ପର୍କ ନାହିଁ। ମୁଁ କହିଲେ କ'ଣ ହବ ସୁନେଲି? ଆମ ଗାଁରେ ନିୟମ ଅଛି, ବାହା ହେଇନଥିବା ପୁଅ ଝିଅ ଗୋଟିଏ ଘରେ ରାତି ବିତେଇ ପାରିବେ। ଯଦି ବି ଗୋଟିଏ ଘରେ ରହିଲେ ତାହେଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଦେଖ ବାବୁ, ମୁଁ କିଛି ଦୋଷ କରିନି। ୟା ପରେ ବି ମୋତେ ଦଣ୍ଡ ମିଳିବ, ତାହେଲେ ମୁଁ ସୁନେଲି ପାଇଁ ସବୁ ଦଣ୍ଡ ଭୋଗିବାକୁ ରାଜି ଅଛି। କୁହ, ମୋତେ କି ଦଣ୍ଡ ଦବ? ଆମ ଗାଁ ମୁଖିଆ କହିଛନ୍ତି ତମେ କରିଥିବା ଭୁଲ ପାଇଁ ତମେ ସୁନେଲିକୁ ବାହା ହବାକୁ। ନାଇଁ ବାବୁ ନାଇଁ, ମୁଁ କେବେ ସୁନେଲିକୁ ବାହା ହେଇପାରିବିନି। ହଁ, ବାହା ହେଇପାରିବିନି। ଯଦି ବି ବାହା ହବନି ତାହେଲେ ସୁନେଲିକୁ ନିଆଁ ପାଣିରୁ ବସନ୍ତ ପଡ଼ିଲେ ତାକୁ ଏ ଗାଁ ହାରୁ ବାହାର କରି ଦିଆଯିବ। କେମିତିକା ନ୍ୟାୟ ସତ୍ୟା ପାଏ ମୋ ପାଇଁ? ଏ ବାବୁକୁ ବିନା ଦୋଷରେ ଏତେ ବଡ଼ ଦଣ୍ଡ ଦଉଛ କାହିଁକି? ସୁନେଲି, ମୁଁ କିଛି କହିପାରିବିନି। ଗାଁ ପଞ୍ଚାୟତରେ ବିଚାର ହେଇସାରିଛି। ତମେ ବାହା ହବ ନା ଏ ଦଣ୍ଡ ଭୋଗିବ, ସେ ବିଚାର ତ ମୋ ହାତରେ ଅଛି। ମୁଁ ଯାଉଛି ସୁନେଲି। ଏବେ କ'ଣ ହବ ବାବୁ? ସବୁ ମୋର ଭୁଲ ସୁନେଲି। ତୁ କାହିଁକି ମୋତେ ତୋ ଘରେ ନେଇ ରଖିଲୁ? ମୁଁ ପଛେ ମରି ଯାଇଥାନ୍ତି, କାହିଁକି ତୁ ବଞ୍ଚେଇଲୁ? ଏବେ ଦେଖ, ଆମେ 2 ଜଣ ଆଜି ଦଣ୍ଡ ପାଇବା। ହଁ, ଦଣ୍ଡ ପାଇବା। ଆରେ ଏମିତିକା ନିୟମ ଅଛି ବୋଲେ ମୁଁ କେବେ ଜାଣିନଥିଲି। ବାବୁ ତମେ ତ କିଛି ଦୋଷ କରିନ, ତମେ ତମ ଗାଁକୁ ଚାଲିଯାଅ। ଏମାନେ ତମର କିଛି ବି କରିପାରିବେନି। ଓ ଜଲ୍ଦି ପଳେଇ ଯାଅ। ଏ ତୁ କ'ଣ କହୁଛୁ ସୁନେଲି? ମୁଁ ସିନା ଏ ଗାଁରୁ ଲୁଚିକି ଚାଲିଯିବି, କିନ୍ତୁ ଏଠି ତ ଅବସ୍ଥା କ'ଣ ହବ ତୁ ଜାଣିଛୁ? ସେମାନେ ତୋତେ ନିଆଁ ପାଣିରୁ ବାସନ୍ଦ କରିଦେବେ, ଏ ଗାଁରୁ ବାହାର କରିଦେବେ। ମୋ ପାଇଁ ତୋତେ ଏତେ ବଡ଼ ଦଣ୍ଡ ଭୋଗିବାକୁ ଦେବିନି ସୁନେଲି। ହଁ, ଦେବିନି। ଭାଗ୍ୟରେ ଯଦି ତା ଲେଖା ହେଇଛେ ମୁଁ ଦଣ୍ଡ ଭୋଗିବାକୁ ରାଜି ବାବୁ। ହଁ, ରାଜି। ନାଇଁ ସୁନେଲି ନାଇଁ, ମୁଁ ଏଡ଼େ ସ୍ୱାର୍ଥପର ନୁହେଁ ଯେ ତୋର ସର୍ବନାଶ କରି ଚାଲିଯିବି। ତାମାନେ ତମେ କ'ଣ କହିବାକୁ ଚାହ? ଗାଁ ଲୋକ କହୁଛନ୍ତି ନା ମୁଁ ତୋତେ ବାହା ହବାକୁ। ଠିକ ଅଛି, ମୁଁ ତୋତେ ବାହା ହେବି। ବିନା ଦୋଷରେ ମୋ ପରି ଗୋଟେ ଗାଉଲି ଝିଅକୁ ବାହା ହେଇ କାହିଁକି ଜୀବନ ସାରା ଲୋକ ହସା ହେବେ? କାହିଁକି ନା ମୁଁ ତୋତେ ବାହା ନ ହେଲେ ଏ ଗାଁ ଲୋକମାନେ ମୋତେ ମାରିଦେବେ। ତୁ କ'ଣ ଚାହୁଁଛୁ ମୁଁ ମରିଯାଏ?
ତାହେଲେ କାହିଁକି ମତେ ବଞ୍ଚେଇଥିଲୁ? ହଁ କାହିଁକି? କିନ୍ତୁ ବାବୁ ତମେ ବଡ଼ ଲୋକ, ତମ ଘରେ ବୋଉ ହେବା ପାଇଁ ମୁଁ କେବେ ବି ଯୋଗ୍ୟ ହେଇପାରିବିନି। ଓ ପାରିବିନି। ହେଲେ ବି ତୁ ଗୋଟେ ମଣିଷ, ଆଉ ମୁଁ ଗୋଟେ ମଣିଷକୁ ବାହା ହଉଛି, କିଛି ପାପ ତ କରୁନି। କାହିଁକି ବାବୁ କାହିଁକି ମୋ ପାଇଁ ତମେ ଏତେ ଲୋଭ କରୁଛ? କେବଳ ତମ ପାଇଁ, କେବଳ ତମ ପାଇଁ ମୁଁ ଆଜି ନୂଆ ଜୀବନ ପାଇଛି। ଏ ମନ ଜୀବନ ସବୁ ତମର। ଗାଁ ବାଲା ଦଣ୍ଡ ଦେଇପାରନ୍ତି, କିନ୍ତୁ ମୋ ମନ ବି ତ ସେ ନିଜର କରିବାକୁ ଚାହୁଁଛି। ହଁ ନିଜର କରିବାକୁ ଚାହୁଁଛି। ନାହିଁ ବାବୁ ନାହିଁ, ମୋ କଥା ମାନ। ତମେ ଏଠାରୁ ଚାଲିଯାଅ। ଓ ଚାଲିଯାଅ। ଠିକ ଅଛି, ତମେ ଯଦି ମନା କରୁଛ ତାହେଲେ ମୁଁ ରହିବି କାହିଁକି? ସେ ଗାଁ ଲୋକ ପଛେ ମତେ ମାରି ଦିଅନ୍ତୁ, କିନ୍ତୁ ମୁଁ ମରିଗଲେ ବି ଦୁଃଖ କରିବି। ଯାଉଛି। ରହିଯାଅ, ମୁଁ ତୁମ କଥାରେ ରାଜି। ତୁ ସତ କହୁଛୁ? ହଁ ବାବୁ, ଏ ପ୍ରେମର ନିଆଁରେ ଡେଇବାକୁ ମନା କରୁ କରୁ ଏ ଗାଉଁଲି ଝିଅ ସୁନେଲି ତମ ପାଖରେ ହାରି ଯାଇଛି। ମୁଁ ଆଜିଠାରୁ ତୁମର ହେଇଗଲି ବାବୁ। ହଁ ତୁମର। ସୁନେଲି, ସୁନେଲି।